ଦେ ବସି ପଡ଼ିବି। କଳି ଯୁଗରେ ପୁରୁଷ କ୍ଷୀର ଦାନ କରିଛି। ସତ୍ୟ ନା ମିଛ? କହୁ କହୁ ପିଲା ଲୋକ କହିଦେଲ ବୋଲି ଆଜ୍ଞା ମାନଙ୍କୁ ଭୁଲ ମଙ୍ଗିଲା। ଏବେ ତମେ ମୁଣ୍ଡିଆ ମାର, ତମ ପଛେ ପଛେ ମୁଁ ମୁଣ୍ଡିଆ ମାର। ଆରେ ଭୁଲ ତ ହଉଛି ମୁଣ୍ଡିଆ ମାରିଲେ, ଇଏ କଣ? ମୁଣ୍ଡିଆ ମାରି ଦଉନ, ସେ ତ ଆମ ଗାଁ ପାଖାପାଖି। ପିଲା ଲୋକ ହଉ କହୁ କହିଦେଲି। ଖାଇଲେ ତ ପଡ଼ି, କହିଲେ ତ ହୁଡ଼ି ଗଲାଣି କଥା। କଥାଟା ଭୁଲ, ପଇସା କାଟିକି ଦବା ଆଜ୍ଞା। ଗଲା ଆଉ ତଥାପି କଣ ଏମିତି ଅନଉଛ କଣ? କଳି ଯୁଗରେ ପୁରୁଷ କ୍ଷୀର ଦାନ କରିଛି କଥା ମୁଁ କହୁ। ଆଉ ଆରେ ନନା, କଣ ଏଟା ସତ କଥାଟା କିରେ? ଦାମ୍ଭି ପରେ କଣ 3 ଥର ବାଡ଼େଇକି କହୁଛନ୍ତି ମୋ କାନ ପର୍ଦ୍ଦା ଫାଟି ଯାଉଛି। ପୁରୁଷ ଅପିଚ ଦଦାତି। ଦଦାତି କଳି ଯୁଗରେ ପୁରୁଷ କ୍ଷୀର ଦାନ କରିଛି। ସତ୍ୟରେ? ପ୍ରମାଣ ଦିଅ, ଖାଲି ପ୍ରମାଣ ଦିଅ, ପ୍ରମାଣ ଦିଅ। କଥାରେ କହିଲେ କାମ ଅଛି। ରାଜା ପ୍ରତାପ ରୁଦ୍ରଦେବଙ୍କ ରାଜୁତି କାଳରେ। ଆଚ୍ଛା, ରାଜୁତି କାଳରେ? କାହା ରାଜୁତି କାଳରେ? ପ୍ରତାପ ରୁଦ୍ରଦେବ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଆଚ୍ଛା ସୁଲତାନ ହୁସେନ ଶାହା କହିବାର କଥା କଣ? ଆଜ୍ଞା, ପୁରୁଷ ରାଜା ପୁରୁଷୋତ୍ତମ ଦେବଙ୍କ ହଁ ବଡ଼ଦାଣ୍ଡ ନିକଟରେ ଥାଏ ଶ୍ରୀନ୍ୟାଳ ସୋଲାଖିଆ ବରଗଛ। ଆଉ ରହିଗଲା କିଛି ଚାନ୍ଦିନୀ। ସୋଲାଖିଆ ବରଗଛ, ବଡ ଚାନ୍ଦିନୀ। ତାରି ମୂଳରେ ବସି ଜଗନ୍ନାଥ ଦାସ ଯୋଗ ସାଧନ କରନ୍ତି। ଜଗନ୍ନାଥ ଦାସ ଯୋଗ ସାଧନ କରନ୍ତି, ବୁଝିଗଲା? ତାଙ୍କର ଯୋଗର ଶିଷ୍ୟତ୍ୱ ଗ୍ରହଣ କରିବା ପାଇଁ ବହୁ ଯୁବା ଝିଅମାନେ ବାବା ଉଲଗ୍ନ ଅବସ୍ଥାରେ ଜଗନ୍ନାଥ ଦାସଙ୍କ କୋଳରେ ଶୟନ କରି ଶିଷ୍ୟତ୍ୱ ଗ୍ରହଣ କରନ୍ତି। କଣ କହୁଛ? ହଁ ହଉ। ଗୁରୁ ଶିଷ୍ୟ ସମସ୍ତେ ପାର୍ଥିବ ଜଗତ ହିତାହିତ ଜନକୁ ଭୁଲି ଯାଇ ଯୁବା ଝିଅମାନେ ଉଲଗ୍ନ ଅବସ୍ଥାରେ ଯୋଗ ସାଧନ କରନ୍ତି। କିଛି ଖଳ ପ୍ରକୃତିର ଲୋକ ଖବର ଅଛନ୍ତି। ଏ କଥାକୁ ସହ୍ୟ ନ କରି ରାଜା ପ୍ରତାପ ରୁଦ୍ରଦେବଙ୍କୁ ଜଣାଇଲେ। କିଏ କୋଉ ସହିବେ? ରାଜା କଣ କଲେ? କଣ କଲେ? ଜଗନ୍ନାଥ ଦାସକୁ ଡାକରା ଦେଲେ। ଡକେଇ ଆଣ କଣ ଏମିତି ହେଇଛି ଓଳିଆ? ଜଗନ୍ନାଥ ଦାସ ଆସିଲେ। ରାଜା ପ୍ରତାପ ରୁଦ୍ରଦେବ କହିଲେ, ଦାସେ ମୁଁ ତମ ନାଁରେ କଣ ଇଏ କଥା ଶୁଣୁଛି? ବଡ ବୁଝବ। ସେଇଠି ଦାସେ ଜଗନ୍ନାଥ ସେଇଠି ରାଜାଙ୍କୁ କହିଲେ। ପରମଶାସ୍ତ୍ର ଭାଗବତ କହିଲେ,